3-4 ବର୍ଷ ପରେ ବୋଉ ଆଜି ଏମିତି ଖୁସି ହଉଛି। ତ ଗୁଡ୍ ମର୍ଣ୍ଣିଂ। ସକାଳ ସକାଳ ମୁଁ ବାହାରି ଗଲି ମିଠା ଆଣିବା ପାଇଁ, କାହିଁକି ନା ବୋଉ ଯିବ ମାମୁଁ ଘରକୁ ଆଜି ବିଗତ 3 ବର୍ଷ ପରେ। ବାହାରିଲା ବେଳକୁ ଗାଡିଟା ପମ୍ପଚର। କରିବୁ କଣ ନା ପାଖରେ କେବଳ କାରଟା ଥିଲା। ରାମ ଭାଇକୁ ଫୋନ କଲୁ, ତୁ ଆସେ ଆମକୁ ନେଇକି ଯିବୁ। ତାପରେ ଆମେ ସବୁ ବାହାରି ପଡିଲୁ। ବାହାରି ସାରିଲା ପରେ ନା ବୋଉ ମୁହଁରୁ ବାହାରୁଥିବା ଗୋଟେ ଗୋଟେ ଶବ୍ଦ ନା ପୁରା ଗୀତ ଭଳିଆ ଶୁଭୁଥିଲା। ଉଫ୍ କି ଖୁସି ସିଏ, ଯାହାହେଲେ ଏତେ ଦିନ ପରେ ତା ବାପ ଘରକୁ ଯିବ ନା। ଆଉ ସିଏ ଏତେ ଦିନ ଯାଇପାରିନି, ତାର କାରଣ କୋଉଠି ନା କୋଉଠି ଆମେ ମାନେ। ଦେନ୍ ଗାଡିରେ ତେଲ ପକେଇକି ଆମେ ବାହାରି ଗଲୁ ବାସଦେବପୁର ମାର୍କେଟରୁ। ଭିତରକୁ ଆମେ ଯେତେ ପଶି ଯାଉଥିଲୁ ଲାଗୁଥିଲା କି ବୋଉ କଥା କହୁନି ତ ଲତା ମଙ୍ଗେଶକର ଗୀତ ଗାଉଛନ୍ତି। ସେ ଭାରି କଣ୍ଠ ଆଉ ଆଖିରେ ବହୁତ ସାରା ଇମୋସନ ସହିତ 4 ବର୍ଷ ତଳର କଥା ମନେ ପକଉଥିଲା କି ମୁଁ ଏବେ ଆସିଥିଲି ଇଏ ସେ। ଯାହା ବି ହଉ ଏଇଟା ହେଲା ତା ସ୍କୁଲ। କହୁଥିଲା କି ଏଇ ସ୍କୁଲରେ ପଢିଲା ବେଳେ ମୁଁ ବହୁତ ମାଡ ଖାଇଛି। ତାର କିଛି ସାର୍ ଆଉ ସାଙ୍ଗମାନଙ୍କ ନାଁ ସେ ମନେ ପକେଇଲା, କହିଲା ବି, ହେଲେ ଏଇଟା ଜାଣିନି କି ସେମାନେ କୋଉଠି ଥିବେ, କୋଉ ଅବସ୍ଥାରେ ଥିବେ। ବାକି ସ୍କୁଲକୁ ପାସ୍ କରି ଯାଉ ଯାଉ ତା କଣ୍ଠଟା ଆହୁରି ଭାରି ହେଇଗଲା। ତାପରେ ଗଡୁଥିବା ଗାଡିର ଚକା ଯାଇକି ପହଞ୍ଚିଲା ତା ଗାଁ ପାଖରେ, ଆଉ ପୁଣି ଟିକେ ଭିତରେ ଯାଇକି ତା ଘର ପାଖରେ। ଯେତେବେଳେ ଗାଡି ରହିଲା, ଲକ୍ଷ୍ମୀ ମାଙ୍କୁ ପ୍ରଣାମ କରିକି ସେ ଘର ଭିତରକୁ ପଳେଇଲା। ତାପରେ ତାର ସେ ଲୁହଟା ନା ଆପେ ଆପେ ଖୁସିକୁ କନଭର୍ଟ ହେଇଗଲା। ସମସ୍ତଙ୍କ ପାଖରେ ବସିକି ତା ଭଉଣୀ, ତା ଭାଇ, ତା ମା ପାଖରେ ବସିକି ସେ ବହୁତ କଥା କଲା, ଯେମିତି 4 ବର୍ଷ ସବୁ ଅକୁହା କଥାକୁ। ପରଦିନ ସକାଳେ ମୋର ଆଖି ପଡିଲା ଏଇ ମରିଯାଇଥିବା ଗଛ ଉପରେ। ଏଇ ଗଛ ତଳେ ମୁଁ ବହୁତ ଜାମୁକୋଳି ଖାଇଛି, କିନ୍ତୁ ସମୟ ପରିବର୍ତ୍ତନ ହେଇସାରିଛି। ଦେନ୍ ଏଇ ମୋମେଣ୍ଟଟା ଗୋଟେ ସାନ ଭଉଣୀ ତା ଭାଇକି କହୁଛି କି ନିଜ ଯତ୍ନ ନେଉଥିବୁ, ମୁଁ ଯାଉଛି ବୋଲି। ଆଉ ଯେତେବେଳେ ସେ ପୁରା ଗାଡି ଭିତରେ ବସି ସାରିଲା, ସମସ୍ତେ ଏଭଳିଆ କାନ୍ଦିଲେ ମତେ ସେ ସାହସ ହେଲାଣି ସେଠି ଭିଡିଓ ସୁଟ୍ କରିବା ପାଇଁ। ଆଉ ଆସିଲା ବେଳେ ରାସ୍ତା ସାରା ବୋଉ କାନ୍ଦୁଥାଏ, କିନ୍ତୁ ମୁଁ ତାକୁ ଚୁପ୍ କଲିନି, କାହିଁକି ନା ସେ କାନ୍ଦିଦେଲେ ହୁଏତ ହାଲକା ହେଇଯିବ। ତାପରେ ଆମେ ସେ ଘରେ ପହଞ୍ଚିଗଲୁ।